ଛୁଆମାନଙ୍କର ଟିଫିନ୍ ବକ୍ସ ପାଇଁ ହଉ କି ଚା ସହିତ ହଉ ଯଦି କୁଡ଼ିମୁଡ଼ିଆ ସ୍ନାକ୍ସ ଖାଇବାକୁ ମିଳିଯାଏ ନା ତାର ମଜା କିଛି ଅଲଗା ଥାଏ। ତ ଆପଣମାନେ ଦେଖି ଜାଣିପାରୁଥିବେ କେତେ କ୍ରିସ୍ପି ବନିଥିବ ଆଉ ଟେଷ୍ଟି ବନିଥିବ ଆଉ ହେଲ୍ଦି ବି ରହିବ। ଆପଣମାନେ ୟାକୁ ଯଦି ଥରେ ବନାଉଛନ୍ତି ଗୋଟେ ପର୍ଯ୍ୟନ୍ତ ରଖିକିରି ୟାକୁ ଆପଣମାନେ ଖାଇପାରିବେ। ତ ବହୁତ ୟୁନିକ୍ ଶୈଳୀ ରେସିପିଟିଏ ପୁରାପୁରି ଇଜି ପ୍ରୋସେସ୍ରେ ଆପଣମାନେ ବନେଇକି ୟାକୁ ରେଡ଼ି କରିପାରିବେ। 10ରୁ 15 ମିନିଟ୍ରେ ବନିକି ରେଡ଼ି ହେଇଯିବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ভিডিও পସନ୍ଦ ଆସିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିବେ। ତ ଦେଖନ୍ତୁ ଆପଣମାନଙ୍କୁ ଗୋଟେ ମୁଁ ଏଠି କ୍ରସ୍ କରିବି ଦେଖାଇ ଦେଉଛି କେମିତି କ'ଣ ବନିଛି ଆଉ କେତେ ବଢ଼ିଆ ପୁରା କ୍ରିପ୍ସି ବନିଛି। ତ ଦେଖିରି ଆପଣମାନେ ଜାଣିପାରୁଥିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଗୋଟେ ବାଉଲ୍ ନେବା, ସେଇଥିରେ ଏଡ଼୍ କରିଦେବା ଗୋଟେ ଗିନା ଅଟା ଏଡ଼୍ କରିବା ଆଉ ହାଫ୍ ଗିନା ସେଥିରେ ମଇଦା ଏଡ଼୍ କରିବା। ଆପଣମାନେ ଚାହିଁଲେ କେବଳ ମଇଦାରେ ବି ବନେଇ ପାରିବେ ଆଉ କେବଳ ଅଟାରେ ବି ବନେଇ ପାରିବେ ରେସିପିଟି, କିନ୍ତୁ ମୁଁ ଦୁଇଟା ଯାକ ମିକ୍ସ କରି ଏଠି ବନାଉଛି। ଆଉ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଦେଇଦେବା, ଅଳ୍ପ ଟିକେ ଜୁଆଣିକୁ ସେଇଥିରେ କ୍ରସ୍ କରି ହାତରେ ଏଡ଼୍ କରିବା। ଜୁଆଣିର ଫ୍ଲେଭର, କଳା ଜିରାର ଫ୍ଲେଭର ଦେଖିବେ ଏଥିରେ ବହୁତ ବଢ଼ିଆ ଲାଗେ। ତ ଏବେ ପୁଣି ଥରେ ଏଡ଼୍ କରିଦେବା ଆମେ ସେଥିରେ ଘିଅ ତେଲକୁ ମିକ୍ସ କରିକି ଏଡ଼୍ କରିଛି, ମାନେ ହାଲକା ଟିକେ ଗରମ କରିକି ଏଡ଼୍ କରିଛି। ତ ଆପଣମାନେ ଚାହିଁଲେ କେବଳ ଘିଅ ବି ଏଡ଼୍ କରିପାରିବେ, କେବଳ ତେଲ ବି ଏଡ଼୍ କରିପାରିବେ। ତ ଏବେ କ'ଣ କରିବେ ନା ହାତ ସାହାଯ୍ୟରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରି ଗୋଟେ ଖାସ୍ତା ବନେଇକି ରେଡ଼ି କରିଦେବା। ଯେମିତିକି ପୁରା ମୁଠା କରିବେ, ଯେମିତି ମୁଠା ବି ହେଉଥିବ ସେଇଭଳି ପ୍ରୋସେସ୍ରେ ଗୋଟେ ଖାସ୍ତା ବନେଇକି ରେଡ଼ି କରିବେ। ତ ଦେଖନ୍ତୁ ଆପଣମାନଙ୍କୁ ଦେଖାଇ ଦେଉଛି ଏଇଭଳି ପ୍ରୋସେସ୍ରେ ମୁଠା ଯେମିତି ହେଇଯାଉଥିବ ଅଟା ଗୁଡ଼ାକ। ତ ଏବେ କ'ଣ କରିବା ସେଥିରେ ଆଉ ଟିକେ ଟେଷ୍ଟକୁ ବଢ଼ାଇବା ପାଇଁ ଅଳ୍ପ ଟିକେ ସେଥିରେ ଏଡ଼୍ କରିଦେବା କଳା ଜିରା ହାଫ୍ ଚାମଚ ଏଡ଼୍ କରିଛି ମୁଁ। ଆଉ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରିସାରିବା ପରେ ଅଳ୍ପ ଅଳ୍ପ ପାଣି ସେଥିରେ ଏଡ଼୍ କରିବା ଆଉ ଗୋଟେ ଡୋ ବନେଇକି ରେଡ଼ି କରିବା। ଡୋଟା ଯେମିତି ଆପଣମାନେ ରୁଟି ପାଇଁ ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ଗୋଟେ ଡୋ ବନେଇକି ରେଡ଼ି କରିବେ। ଅଧିକ ହାର୍ଡ଼ ନଥିବ କି ଅଧିକ ସଫ୍ଟ ନଥିବ। ତ ଦେଖନ୍ତୁ ଏଠି ଆମର ଡୋଟା ବନିକି ରେଡ଼ି ବି ହେଇସାରିଲାଣି। ତ ଏବେ ଚାଲନ୍ତୁ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା, ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ତ ଦେଖନ୍ତୁ ଏଠି ଗୋଟେ ଛୋଟ ଗିନାରେ ମୁଁ 2 ଚାମଚ ସେଥିରେ କର୍ଣ୍ଣଫ୍ଲୋର ନେଇଛି ଆଉ ଅଳ୍ପ ଟିକେ ତେଲ ଏଡ଼୍ କରିଦେବା। ତେଲ ବଦଳରେ ଆପଣମାନେ ଘିଅ ବି ଏଡ଼୍ କରିପାରିବେ। ଆଉ ତାକୁ ଟିକେ ଭଲସେ ମିକ୍ସ କରି ଗୋଟେ ପେଷ୍ଟ ବନେଇକି ରେଡ଼ି କରିଦେବା। ଏଇ ପେଷ୍ଟଟା ଆମକୁ ଆଗକୁ ଦରକାର ହେବ, ତ ଆକୁ ଆମେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆମର ଅଟାକୁ ଆମେ 5 ମିନିଟ୍ ରେଷ୍ଟ ପାଇଁ ଯେହେତୁ ରଖିଦେଇଥିଲେ ଟିକେ ଚକଟିକିରି ଅଟାକୁ, ତ ଏବେ ସେଥିରୁ ଆମେ ଅଳ୍ପ ଅଳ୍ପ ପୋଷଣକୁ ଆମେ ବାହାର କରିଦେବା। ଯେମିତି ଆପଣମାନେ ରୁଟି ପାଇଁ ଗୋଲାକାର ସେପ୍ ଦେଉଛନ୍ତି ସେଇଭଳି ପ୍ରୋସେସ୍ରେ ଗୋଲାକାର ସେପ୍ ଦେଇଦେବେ। ତ ଏଠି ଦେଖନ୍ତୁ ଅଟାରେ ଏଠି କେବଳ 5ଟି ହିଁ ଗୋଲାକାର ସେପ୍ ଦେଇଛି ଆଉ 5ଟି ହିଁ ବଲ୍ସ ବନିଛି। ଏବେ କ'ଣ କରିବେ ନା ହାତ ସାହାଯ୍ୟରେ ଟିକେ ଭଲସେ ଆକୁ ମିକ୍ସ କରିକିରି ଆଉ ତାକୁ ସବୁତକ ଆମେ ଗୋଲାକାର ସେପ୍ ଦେଇଦେବା। ଏଇଭଳି ପ୍ରୋସେସ୍ରେ ଦେଇସାରିବା ପରେ ଆମେ କ'ଣ କରିବା ଆକୁ ଏବେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ସେଥିରୁ ଗୋଟେ ଗୋଟେ ପିସ୍ ଆଣିକି ଯେମିତି ଆପଣମାନେ ରୁଟି ବେଲୁଛନ୍ତି ନା ସେଇଭଳି ପ୍ରୋସେସ୍ରେ ହିଁ ବେଲି ଦେବେ। ଆଉ ଏଠି ଆପଣମାନେ ଯେତିକି ଅଟା ମଇଦାରେ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ବନେଇ ପାରିବେ। ତ ଏବେ କ'ଣ କରିବା ନା ଅଳ୍ପ ଟିକେ ସେଥିରେ ଅଟାକୁ ଏଡ଼୍ କରିଦେବା। ଗ୍ରୀସ୍ କରିକିରି ଆମେ ଯେମିତି ରୁଟି ବେଲୁଛନ୍ତି ନା ସେଇଭଳି ପ୍ରୋସେସ୍ରେ ବେଲିଦେବା। ଅଧିକ ପତଳା ରଖିବାନି କି ଅଧିକ ବହଳିଆ ରଖିବାନି, ଯେମିତି ରୁଟି ପାଇଁ ବେଲୁଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ବେଲିକିରି ରେଡ଼ି କରିଦେବେ। ତ ଦେଖନ୍ତୁ ଆପଣମାନଙ୍କୁ ଦେଖାଇ ବି ଦେଉଛି ପାଖରୁ କେମିତି କ'ଣ ଦେଖନ୍ତୁ ବେଲିବେ, ଅଧିକ ପତଳା ନାହିଁ କି ବହଳିଆ ନାହିଁ। ତ ଏଇଭଳି ସେମ୍ ପ୍ରୋସେସ୍ରେ ସବୁତକ ବେଲିକିରି ଆମେ ଗୋଟେ ଏବେ ପ୍ଲେଟ୍ରେ ରଖିଦେବା। ତ ଦେଖନ୍ତୁ ଏଠି ମୁଁ ସବୁତକ ବେଲି ଦେଇଛି, ଟୋଟାଲ୍ 5ଟା ଯାକ ମୁଁ ବେଲି ଦେଇଛି ଏଠି ରୁଟି ବେଲିଲା ଭଳି। ତ ଏବେ ସାଇଡ଼୍ରେ ରଖିଦେବା ଆକୁ। ତ ଆଉ ଗୋଟେ ରୁଟିକୁ ଏଇଭଳି ବେଲଣା ପେଡ଼ି ଉପରେ ହିଁ ରଖିବା ଆଉ ସେଇଥିରେ ଯେଉଁ ଆମେ ପେଷ୍ଟଟା ବନେଇକି ରଖିଥିଲେ ସେଇଥିରୁ ଗୋଟେ ଗୋଟେ ଚାମଚ ସେଥିରେ ଏଡ଼୍ କରିଦେବା। ଏଡ଼୍ କରିସାରିବା ପରେ ଏଇଭଳି ଚାମଚ ସାହାଯ୍ୟରେ ହେଉ କି ହାତ ସାହାଯ୍ୟରେ ହେଉ ଯେମିତି ପୁରା ରୁଟିଟାରେ ପୁରା ଲାଗିଯିବ, ଯେମିତି ଆମର ଅଟା ପୁଣି ସେଥିରେ ଯେଉଁ ତେଲ ମିକ୍ସ କରିକି ରଖିଥିଲେ ସେଇ ପେଷ୍ଟଟା ଯେମିତି ଲାଗିଯିବ। ଆରରୁଟ ତେଲର ପେଷ୍ଟଟା ଚାରିଆଡ଼େ ପୁରା ଲଗେଇଦେବେ ଆଉ ତା ଉପରେ ଅଳ୍ପ ଟିକେ ସେଥିରେ ଅଟାକୁ ତା ଉପରେ ଗ୍ରୀସ୍ କରିବେ। ଏଇଭଳି ପ୍ରୋସେସ୍ଟା କରିବା ଦ୍ୱାରା କ'ଣ ହେବ ନା ଯେହେତୁ ଆମେ ଆଜି ଲେୟର୍ ବାଲା ସ୍ନାକ୍ସ ବନାଉଛନ୍ତି ତ ସବୁତକ ଲେୟର୍ ଗୁଡ଼ାକ ପୁରା ଖୋଲିବ ଆଉ ଖାଇବାକୁ ପୁରା ଟେଷ୍ଟି ଲାଗିବ, ପୁରା କ୍ରିପ୍ସି ଲାଗିବ। ଏଭଳି ପ୍ରୋସେସ୍ରେ ଅଳ୍ପ ଟିକେ ଅଟା ତା ଉପରେ ଗ୍ରୀସ୍ କରିବେ। ପୁଣି ଥରେ ଆଉ ଗୋଟେ ରୁଟି ତା ଉପରେ ରଖିବେ। ତ ରଖିସାରିବା ପରେ ପୁଣି ଥରେ ସେମ୍ ପ୍ରୋସେସ୍ରେ ଆରରୁଟ ପୁଣି ତେଲର ପେଷ୍ଟକୁ ତା ଉପରେ ଆମେ ଲଗେଇଦେବା। ଫ୍ରେଣ୍ଡସ୍ ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ।
मुझे इजी इजी वीडियो नहीं आसबि आपण मैंने देखिए घरे आपको निहाती ट्राए करूँ। आउ जदि फेसबुक पेज देखुं ताहले फेसबुक पेज मोर फॉलो करूँ। इंस्टाग्राम रे देखुले फॉलो करने को जमार बुलांतुनि। तो देखो ये गोटे पर गोटे लेयर दे सारा पर पुणी थे कौन करवा ना आम बेलणा बाड़ी साहाय्य जेहेतु अधिका बहलिया बनीगला तो ये बेलीदबा। आपण मैंने जी लेयर बनवाक चाहिए से अनुसार गोटे पर गोटे रुटी रखिपारे। टोटाल 5टा रुटी ही बनाऊँगी। तो देखो मुझे बेलिकी टे पतला बनईदेली। तो जेहेतु ये अधिका तो पतला बनबनी किंतु अल्प टिके ही पतला है और पूरा सेट भी हो गला। तापर पुणी थे आउ जो थिला से आमर आरोट पुणी तेलर पेस्ट ताकू ताऊपर पुणी थे आम लगेदबा। आउ पुणी थे देखो ये प्रोसेस रे टिके फोल्ड करदे। तो दुई पट साइड जाक ये फोल्ड करेंगे। फोल्ड कर सारा पर पुणी थे से पेस्ट ही पुणी थे लगेदबा पुणी थे। तो जिते लेयर बाहर ना माने जिते फोल्डिंग करेंगे सेते बढ़िया पूरा लेयर बाहर आ खाଇବା पूरा क्रिप्सी भी रहिबो टेस्टी भी रहिबो। पुणी थे देखो मुझे बेली देली जेहेतु अधिका टे बहलिया लगे मुझे बेली देली। तो पुणी थे आम कौन कर बेली सारा पर पुणी थे से पेस्ट को ताऊपर टे लगेदबा। पुणी थे अल्प टे से आम ऐड करदबा अटा को ग्रीस करदबा ताऊपर। तो पुणी थे आम अटा ग्रीस कर सारा पर पुणी थे फोल्डिंग करवा। ये प्रोसेस रे फोल्डिंग हो सारा पर पुणी थे आम बेलीदबा। फ्रेंड्स आपण मैंने फुल वीडियो को वाच कर बनातु देखिए प्रथम थर भी बनाऊँ ना ताले मार्केट भी बहुत बढ़िया टेस्टी कुड़मुड़िया स्नैक्स आपण मैंने घरे इजिली प्रस्तुत करेंगे। आ थे बनइले गोटे मंथ पर्यंत रखिया को खाईपारे। छुआ मानू जब टिफिन बॉक्स रे ये हेल्दी खाଇବା बनईकी देवे से पूरापूरी पूरा फिनिश कर आसवे। आ बहुत बढ़िया टेस्टी भी लगे रेसिपीटी। आपण मैंने भी घरे बनातु निहाती घरे ट्राए करूँ। और देखिए घरे छोट बड़ समस्ते पसंद करेंगे। तो देखो ये प्रोसेस रे फोल्डिंग हो सारा पर आम कौन करवा ना स्क्वायर शेप रे ही बेलीदबा। टिके पतला है पर्यंत टिके बेलिबा जेहेतु अधिका बहलिया अच्छी तो मुझे टिके आपको बेली देली। देखो ये प्रोसेस रे बेलिबे पूरा माने पूरा सेप जमीक स्क्वायर शेप रे ही बनइबो। आउ देखिए कटिंग करिया भी आपण मानू इजी प्रोसेस रे कटिंग करें। तो देखो मुझे सेम प्रोसेस रे बन सारी। तो स्क्वायर शेप ही देती आ पूरा बेली सारा पर तो चारि साइड को पूरा आम कौन करवा छुरी साइज रे कटिंग करदे आपको रखी आपण मैंने आपको कटिंग कर लास्ट रे फ्राई करें। तो देखो चारि साइड ये कटिंग करने द्वारा कौन हम ना तार लेयर गुड़ा पूरा इजिली बाहर पड़ो। तो आपण मैंने निहाती आपको ट्राए करेंगे। और केमती लगे कौन आपण मान अनुभूति मो सहित सेयार करूँ। आपण मैंने कौ जिलूर देखुं मत कमेंट मध्यम जनइबे मत भी खुशी लगे जे मो वीडियो केदूर पर्यंत पहुँचुची। तो देखो मुझे सेम प्रोसेस रे पूरा चारि साइड जाक ये कटिंग करदेली। केते बढ़िया पूरा बनिकी रेडी गला। आपन जदि आपण मानू अधिका जदि बहलिया लगुची ताहले आउ टिके ता ऊपर बेली भी पारिबे। तो ये चलतु आपको आम ए सेप दबा। तो पुणी थे देखो ये माने कटिंग करुच्ची पूरा जी बड़ साइज आप बनवाक चाहिए स्नैक्स टार डिजाइन दबा चाहिए एमती बनवाक चाहिए से अनुसार आपण मैंने कटिंग करें। तो ये मुझे मोड़ीकी डिजाइन देवी आपण मानक देखी आग को आपण मान मन पसंद अनुसार भी आपण मैंने डिजाइन दे पारे। तो देखो केते गुड़ा पूरा माने ये आम सबुतक ए गोटे थर आपको बेलिकी डिजाइन दबानी जेहेतु आम गोटे पीस प्रथम कटिंग करवा। तो से 3 पीस मुझे रखीदेली गोटे प्लेट रे आउ गोटे पीस को आम भी चलतु छुरी साहाय्य कटिंग करवा। ता पूर्व टिके अधिक जेहेतु बहलिया लगुच मत मुझे बेली देली पुणी थे। देखो ये प्रोसेस रे टिके बेली देवे आउ जी बड़ साइज रे आपण मैंने बनवाक चाहिए स्नैक्स टी सेप दबाक चाहिए से अनुसार ये देपारे। तो ये कौन करवा पुणी थे आम छुरी साहाय्य टिके कटिंग करदबा। देखो ये पूरा पतला पतला पूरा लंबा लंबा पीसेस रे आम कटिंग करवा। आपण मैंने जब प्रथम थर ही बनइबे ना ताहले भी देखिए परफेक्ट बनिकी रेडी हम। आ पूरा पूरी क्रिप्सी भी थिला जमती पार्टी एड करू करू टे आवाज भी हम क्रिप्सी जेहेतु बहुत अच्छी आवाज हम आ पूरा देखिए पार्टी एड करू करू मिल जाओ बहुत बढ़िया लगुला रेसिपीटी। तो आपण मैंने घरे आपको निहाती ट्राए करूँ। और देखो सेपटा मुझे केमती कौन देती ये टे मोड़ीदेवे और प्रेस करदे। तो पूरा इजिली पूरा ये प्रेस होकर गोटे डिजाइन बनिकी पूरा रेडी हो। देखो ये प्रोसेस रे बनिकी रेडी करेंगे। तो पुणी थे आउ गोटे भी देखी दूसरी देखो आपण मानक मोड़ीकी
এইଭଳି ପ୍ରୋସେସ୍ରେ ମୁଁ ଟିକେ ହାଲକା ହିଁ ମୋଡ଼ିଛି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଡିଜାଇନ୍ ଦେଇପାରିବେ। ଯଦି ଏଇ ଡିଜାଇନ୍ଟି ଆପଣମାନଙ୍କୁ ପସନ୍ଦ ଆସିଲାନି ତାହେଲେ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଦେଇପାରିବେ। ନହେଲେ ଏମିତିରେ ବି ଆପଣମାନେ ଆକୁ ମାନେ ଛାଣିବେ ତ ତାହେଲେ ବି ଦେଖିବେ ବହୁତ ବଢ଼ିଆ ଲେୟର୍ ବାହାରିବ ଆଉ ଖାଇବାକୁ ପୁରା ସ୍ୱାଦିଷ୍ଟ ଲାଗିବ। ଏଇଭଳି ପତଲା ପତଲା ପିସେସ୍ରେ ଛାଣିଲେ ବି ବହୁତ ବଢ଼ିଆ ଲାଗିବ। ଆମେ ଅଟା ମଇଦା ମିକ୍ସ କରି ବନେଇଲେ କିନ୍ତୁ କେହି ବି ଜାଣିପାରିବେନି ଯେ ଆକୁ ଆପଣମାନେ ଅଟାରେ ବନେଇଛନ୍ତି। ବହୁତ ବଢ଼ିଆ ଟେଷ୍ଟି ଲାଗୁଥିଲା ଆଉ ମଇଦା ଭଳି ହିଁ କେତେ ସାରା ପୁରା ଲେୟର୍ ବାହାରୁଥିଲା। ତ ଦେଖନ୍ତୁ ସେଇ ପ୍ରୋସେସ୍ରେ ସବୁତକ ବନେଇଦେବା। ବନେଇ ସାରିବା ପରେ ଆମେ ଗୋଟେ କଢ଼େଇରେ କିଛି ତେଲ ନେବା। ତେଲଟା ଯେମିତି ହାଲକା ହିଁ ଉଷୁମ ଥିବ ଏଡ଼୍ କରିବେ। ଏଇଠି ଦେଖନ୍ତୁ ମୁଁ ଫାଷ୍ଟ ଷ୍ଟେପ୍ଟା ଆପଣମାନଙ୍କୁ ଦେଖାଉଛି ଟିକେ ହାଲକା ଗରମ ହେଇସାରିଛି ତେଲ, ଅଧିକା ଗରମ ନାହିଁ କିନ୍ତୁ ହାଲକା ଗରମ ଅଛି ଏଡ଼୍ କଲି। ତ ପ୍ରଥମରୁ ଆପଣମାନଙ୍କୁ ଦେଖାଉଛି ଆଉ ଏଥିରେ ଲେୟର୍ ଟିକେ କମ୍ ବାହାରିବ। ତାପରେ ସେକେଣ୍ଡ ଷ୍ଟେପ୍ଟା ଯେତେବେଳେ ମୁଁ ଆପଣମାନଙ୍କୁ ସେୟାର କରିବି ଆପଣମାନେ ଦେଖିକି ଜାଣିପାରିବେ କେମିତି କ'ଣ ବନୁଛି। ତ ଦେଖନ୍ତୁ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ତାକୁ ଟିକେ ଓଲଟେଇ ଦେବେ। ଆଉ ଦେଖନ୍ତୁ ଲେୟର୍ ଗୁଡ଼ାକ ବାହାରିଲା କିନ୍ତୁ ଏତେ ସାରା ଲେୟର୍ ବାହାରିନି ଏ ଷ୍ଟେପ୍ରେ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ଆଉ ଦେଖନ୍ତୁ କେତେ ବଢ଼ିଆ କୁଡ଼ମୁଡ଼ିଆ ଆଉ କେତେ ସୁନ୍ଦର ବି ଦେଖାଯାଉଛି। ତ ଗୋଟେ ଷ୍ଟେପ୍ ବନିକି ରେଡ଼ି ହେଇସାରିଲା ତାକୁ କ'ଣ କରିବା ନା ମୁଁ ଗୋଟେ ଷ୍ଟ୍ରେନର୍ରେ ଏଡ଼୍ କରିଦେବା। ଏକ୍ସଟ୍ରା ତେଲ ଗୁଡ଼ାକ ଅଛି ନା ସବୁତକ ବାହାରି ପଡ଼ିବ ଆଉ ଖାଇବା ପୁରା ଟେଷ୍ଟି ବି ଲାଗିବ। এইଭଳି କିଛି ସମୟ ଯଦି ଷ୍ଟ୍ରେନର୍ରେ ରଖିଦେବେ ତାହେଲେ ଦେଖିବେ ବିଲକୁଲ ବି ଅଏଲି ଲାଗିବନି, ଖାଇବା ସମୟରେ ବହୁତ ବଢ଼ିଆ ଲାଗିବ। ତ ଦେଖନ୍ତୁ ଗୋଟେ ଷ୍ଟେପ୍ ବନିକି ରେଡ଼ି ହେଇସାରିଲାଣି। ଆକୁ ଏବେ ସାଇଡ଼୍ରେ ରଖିଦେବା। ଏହି ସମୟରେ ଗ୍ୟାସ୍ ଫ୍ୟାନ୍କୁ ମୁଁ ଅଫ୍ କରିଦେଇଥିଲି। ଅଫ୍ କରି ତେଲଟାକୁ ପୁରା ଥଣ୍ଡା ହେବାକୁ ଦେଲେ ଟିକେ ଯେମିତି ହାଲକା ହିଁ ଉଷୁମ ଥିବ। ଆପଣମାନେ ଦେଖିକି ଜାଣିପାରୁଥିବେ ଫାଷ୍ଟ ଷ୍ଟେପ୍ରେ ମୁଁ ଏଡ଼୍ କରୁ କରୁ ଟିକେ ବବଲ୍ସ ଆସିକି ଜଲ୍ଦି ବନିଗଲା। ଆଉ ଦେଖନ୍ତୁ ସେକେଣ୍ଡ ଷ୍ଟେପ୍ଟା ଯେତେବେଳେ ତେଲରେ ମୁଁ ଏଡ଼୍ କରୁଛି ଆପଣମାନେ ଦେଖିକି ଜାଣିପାରୁଥିବେ ଛୋଟ ଛୋଟ ପୁରା ବବଲ୍ସ ଆସୁଛି। ତ ଆକୁ ସ୍ଲୋ ଆଞ୍ଚରେ ହିଁ ବନିବାକୁ ଦେବେ। ପ୍ରଥମରୁ ଦେଖିବେ ଟିକେ ଯଦି ଫ୍ରାଏ ହେଲା ପର୍ଯ୍ୟନ୍ତ ପୁରା ଲେୟର୍ ବାହାରିଲା ପର୍ଯ୍ୟନ୍ତ ପୁରା ସ୍ଲୋ ଆଞ୍ଚରେ ବନେଇବେ। ତାପରେ ମିଡ଼ିୟମ୍ ଆଞ୍ଚରେ ଆକୁ ଫ୍ରାଏ କରିବେ। ତ ଦେଖନ୍ତୁ ଫାଇନାଲି ଆପଣମାନେ ଦେଖିକି ଜାଣିପାରୁଥିବେ ପ୍ରଥମ ଷ୍ଟେପ୍ଠୁ ସେକେଣ୍ଡ ଷ୍ଟେପ୍ଟା ଯେତେବେଳେ ଆମେ ବନାଉଛନ୍ତି କେତେ ସାରା ପୁରା ଲେୟର୍ ବାହାରିଛି ଆଉ ବହୁତ ବଢ଼ିଆ ବନିକି ରେଡ଼ି ହେଇଛି। ଦେଖନ୍ତୁ କେତେ ପୁରା କୁଡ଼ମୁଡ଼ିଆ ବନିଛି। ତ ବନିକିରି ଆମର ରେଡ଼ି ବି ହେଇସାରିଲାଣି। ତ ଏବେ ଚାଲନ୍ତୁ ପୁଣି ଥରେ ବାହାର କରିଦେବା ଆଉ କିଛି ସମୟକୁ ଆମେ ଷ୍ଟ୍ରେନର୍ରେ ରଖିବା। ତାର ଏକ୍ସଟ୍ରା ତେଲ ଗୁଡ଼ାକ ବାହାରି ପଡ଼ିବ। ତାପରେ ଆମେ ପ୍ଲେଟ୍ରେ ରଖିବା। এইଭଳି ପ୍ରୋସେସ୍ରେ ଆମେ ସବୁତକ ବନିକିରି ରେଡ଼ି କରିଦେବା। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି ଆଉ କେତେ ସାରା ପୁରା ଲେୟର୍ ବାହାରିଛି ଆଉ ବହୁତ ବଢ଼ିଆ କଲର୍ ବି ଆସିଛି। ପୁରାପୁରି ମାନେ ଯେମିତି ମାର୍କେଟରେ ମିଳୁଛି ସ୍ନାକ୍ସ ବା ନମକିନ୍ ମିଳୁଛି ସେଇଭଳି ପ୍ରୋସେସ୍ରେ ହିଁ ବନିକି ରେଡ଼ି ହେଇଛି। ତ ଆପଣମାନେ ଏଇ ତରିକାରେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। କେମିତି କ'ଣ ଲାଗିଲା ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଦେଖନ୍ତୁ ଫାଇନାଲି ଆମର ବନିକିରି ରେଡ଼ି ବି ହେଇସାରିଲାଣି ଆଉ ବାକି ବି ସେମ୍ ପ୍ରୋସେସ୍ରେ ବନିକିରି ଆମେ ରେଡ଼ି କରିଦେବା। ଆଉ ଦେଖନ୍ତୁ ଗୋଟେ ଗୋଟେ କଳା ଜିରା ବି ଦେଖାଯାଉଛି ଆଉ ଖାଇବା ସମୟରେ ବି କଳା ଜିରା ଜୁଆଣିର ଫ୍ଲେଭର୍ ଆସିବ ଯେହେତୁ ଆମେ ସେଥିରେ ଏଡ଼୍ କରିଛନ୍ତି। ଆଉ ଦେଖନ୍ତୁ ସେମ୍ ପ୍ରୋସେସ୍ରେ କେତେ ସାରା ପୁରା ବନିକି ରେଡ଼ି ହେଲା। କେବଳ 1.5 ଗିନା ଆମେ ଅଟାରେ ପ୍ରସ୍ତୁତ କରୁଛନ୍ତି, ମାନେ 1 ଗିନା ଅଟା 1/2 ଗିନା ମଇଦାରେ ବନେଇଲେ କିନ୍ତୁ କେତେ ସାରା ବନିକି ରେଡ଼ି ହେଇସାରିଲାଣି। ତ ଆପଣମାନେ ବି ଘରେ ନିହାତି ଟ୍ରାଏ କରନ୍ତୁ। କେମିତି କ'ଣ ଲାଗିଲା କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ। ତ ଫାଇନାଲି ବନିକି ରେଡ଼ି ହେଇସାରିଛି। ତ ଏବେ ଚାଲନ୍ତୁ ଆପଣମାନଙ୍କୁ ମୁଁ ଗୋଟେ ପିସ୍ କ୍ୟାମେରା ସାମ୍ନାରେ ବି ଦେଖାଇ ଦେଉଛି କେମିତି କ'ଣ ବନିଛି ଆଉ କ୍ରସ୍ କରି ବି ଦେଖାଇଦେବି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଦେଖନ୍ତୁ ପାଖରୁ ବି ଦେଖାଉଛି କେତେ ସାରା ପୁରା ଲେୟର୍ ବାହାରିଛି ଆଉ ଆପଣମାନେ ଜାଣି ବି ପାରୁଥିବେ ପାଟେ ଏଡ଼୍ କରୁ କରୁ ପୁରା ବହୁତ ବଢ଼ିଆ ପୁରା ମିଳିଯିବ। ତ ଆପଣମାନେ ଆକୁ ଥରେ ବନେଇଲେ ଦେଖିବେ ମାନେ ଗୋଟେ ମାସ ପର୍ଯ୍ୟନ୍ତ ରଖିକି ଖାଇପାରିବେ ଆଉ ଦେଖିବେ ବର୍ଷକୁ 3ରୁ 4 ଥର ବନେଇବେ, ବହୁତ ସ୍ୱାଦିଷ୍ଟ ଲାଗେ। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।